देले संग साथी समस्त को आज्ञा रख देले तो तुम्हें माने आसलो कृष्ण काहे से जैसे नरकासुर पुरु नरका को विनाश करबा जाइसिले बापर नरका को विनाश करबा जाय साथी काहू नहीं छोड़ी बाहर गरुड़ जायछि हां अस्त्र सुदर्शन जायछि हां आत्मा भोग भी जायछि कैसे ठीक तो बापा आजा मन को खाको मन रखले विचार कर छोटी कृष्ण बड़ा भाई बलराम बोले जहां को नाम सुनले से जब कांड हस्त लागे अस्त्र खसी पड़े राजसी नारकासुर को विनाश करबा पाई जाय आजा निचर लांगल विषयवा निचर जबिषय मान को प्रस्तुत करे आपण मान को महापवित्र का सहाय करार देते मान और कहले जब आज जबिषय मान को साथीर धरि चली छलती केना आजा बिंदासुर राक्षस मान को धन्यवाद करले ए जागा देखु घटना पे हो जाउ छै हां महापवित्र कायदा से देखिले बोले प्रत्येक मंदिर मध्य आया समय समस्त छत्र भंग हो गया पढ़ाई बड़ा ठाकुर बड़ा आम निमिषक भितरे आज समस्त जब सैन्य माने जय दान कर छन्ते जय जगपति बलराम कर जय जगपति बलराम कर जय जगपति बलराम कर हे गीता आज नारायण परमा सुनिले जय गाल भगवान कृष्ण जानिले द्वारका वास्तु सुनि पा रे जय गाल भाई को तो कृष्ण को हमर प्रणाम तो वैसे कृष्ण ये बुझाई उन्होंने नारका माने ऋषि मुनि मानव को बड़ा भगवान फिर हम इसको वैसे ये बता सुनना मात्र अब टिक्के को दो आजा नारकासुर सहित युद्ध करना को जाइथिबो बड़ा भाई बलराम एमा शासन भरा करे सानो भाई कृष्ण बाजा बता चलो तुमको नीति विरुद्ध करथिले तुमे दुष्ट हो सहित आज युद्ध करबा जीव नाही मैं जय अस्त्र सुदर्शन जैसे ना कर जाओ आउटर दिए तोर मने रखिबा उचित नारी मानव भटकत्र को लगा लेती ए पाटिका ये मा जाने शास्त्र कहूछबा विषय वस्तु माध्यम देई को आपण माने एरिया जा जहु लगाना नहीं नारी मानव को केते स्थान बाजे लिया जाए ना यही नारी सृष्टि करि पारे यही नारी संहार करि पारे यही नारी लाल पालन करि पारे नारी किंतु यही नारी बबरे केउ स्थान बाजे नारी मान को लिया जाए ना केउ स्थान आ गया सूची बड़ा बड़ा अच्छा और पहले कला युद्ध विद्या शब्द पढ़े या युद्ध विद्या शब्द पढ़े या नारी भेड़ा बना हमने को जंग पाई कभी युद्ध विद्या से बुझवा समारे विद्या से बुझवा समारे तपस्या बुझवा समारे या नारी मानव को साथी रे
ଜାଣିପାରୁନି ଆପଣଙ୍କୁ ପଇସା ମିଳିବ କି ନା କାହିଁକି ଗୋଟାଏ ଗୋଟାଏ ଯଦି ସତ କହୁଛନ୍ତି ଆଉ ତିନିଟା କର୍ମ କରିବି ମା ଭଗବାନ ଫଳ ଦେବେ ଫଳ ଦେଇଥାନ୍ତେ ଜଗତଗୁରୁ ଠାକୁର ହୀରାଙ୍କର ବଂଶ ଦେଖିଲେ ଯଦି କେହି ବାବା ମାନେ ଜ୍ଞାନୀ ବାବା ମାନେ ଥାନ୍ତି ଆଜ୍ଞା ଠାକୁରଙ୍କର ଆଶ୍ରିତ ସୁନ୍ଦର ଭାବରେ ପ୍ରଭୁଙ୍କର ପଦ୍ଧତି ଲେଖି ଦେଇଛନ୍ତି କଣ କହିଲେ ବାବୁରେ ପଇସା ନବାର ମୋର ଆଶା ନାହିଁ ପଇସା ଉପରେ କାହାର ଲୋଭ ନାହିଁ ନା ସମସ୍ତଙ୍କର ଆଜ୍ଞା ଦେଢ଼ ବଡ଼ ଧନୀ ଲୋକ ହେଲେ ବି ଯେତେ ଧନ ସେତେ ଲୋଭ ହବା ପଇସାର କାହାର ଲୋଭ ନାହିଁ ତାରା ମୁଣ୍ଡ ନ ଲାଗିଲେ ମଜୁରୀ ମୁଣ୍ଡ ନ ଲାଗିଲେ ମଜୁରୀ କିଏ ଆପଣ ଯଦି ବାଲି ସିମେଣ୍ଟ ନ ଗୋଳାଇଲେ ସକାଳୁ ଯାଇ ସନ୍ଧ୍ୟା ପର୍ଯ୍ୟନ୍ତ ଏଇ ଆଜ୍ଞା ବସିକି ଦେଇପାରିବେ ଯଦି ବିଲର ଧାନ ନ କାଟିବେ କେହି ଦେଇପାରିବେ ଆପଣ ଠକଉଛନ୍ତି ଆପଣ ଗୋଟାଏ କଥା ସତ କହିଲେ ଦିଟା କଥା ମିଛ କହିଲେ ଯୁଦ୍ଧ କ୍ଷେତ୍ରକୁ ନାରୀମାନଙ୍କୁ ଯିବା ପ୍ରକୃତ ନୀତି ବିରୁଦ୍ଧ କିନ୍ତୁ ବିଦେଶକୁ ତପସ୍ୟାକୁ କହିବେ କାହିଁକି ବିଦେଶ କଥା କାହିଁକି କହିଲେ ଆମମାନେ ଲକ୍ଷ୍ୟ ଦେବ ଯଦି ଶତ୍ରୁ ସାଙ୍ଗରେ ଯୁଦ୍ଧ କରିବାକୁ ଯାଇଛ ନିଜ ନାରୀକି ସାଙ୍ଗରେ ନେଇଛ ସିଏ ସେଣୁ ଅସ୍ତ୍ର ଧରିକି ଆସୁଥିବ ତମେ ଏଣୁ ଯାଉଥିବ ସିଏ ହେଉଛନ୍ତି ଅବଳା ଦୁର୍ବଳା ତା ହାତରେ ତରଳି ଦେଖିବେ ସିଏ ତମକୁ କୁଣ୍ଢେଇକି ଧରିବେ ତମେ ଆଉ ଯା ନା ସିଏ ବର ପାଇବା ଆସିକି ହାଣିଦେବ ମରିବାଟା ଠିକ ଯଦି ତପସ୍ୟା କ୍ଷେତ୍ରକୁ ଆମେ ଯିବା ତପସ୍ୟା କରିବାକୁ ଆଖି ବୁଝିକି ତପସ୍ୟା କରିଦେବା ନିଶ୍ୱାସ ବନ୍ଦ କରିକି କିଛି ସମୟ ଗଲା ପରେ ସିଏ ଅବଳା ଦୁର୍ବଳା କାରଣ ସ୍ୱାମୀ ତାଙ୍କ ମୁଣ୍ଡ କାମ କରୁଛ ନହେଲା ଯାହା ପାଠ ବସିଲା କହିଲେ ତପସ୍ୟା ଭଙ୍ଗ ହବ କରିବା ଠିକ ଯଦି ମୁଁ ବିଦେଶକୁ ଚାକିରି କରିବାକୁ ଯିବି ବିଦେଶରେ ଡ୍ୟୁଟି ହଉ କେତେବେଳେ ଆସିବି ତାର ଠିକ ନାହିଁ ମୋ ନାରୀକି ମୋ ସାଙ୍ଗରେ ନେବି ନା ରାତି 12ଟା ଆସିଲେ ଖାଇବି କେମିତି କେବଳ ନାରୀ କଥା କହିଲେ ବା ତା ସ୍ତ୍ରୀ କଥା କହିଲେ ଭାରି ଖୁସି ହଉଛି ସିଏ ଜିନିଷ ସେ ଆପଣମାନେ କେହି ଯାଇପାରିବେନି ଆପଣଙ୍କ ଝିଅର ଯଦି ଝିଅ ଉପରେ ଥିବ ତାହେଲେ ଏଠାକୁ ଯୁଦ୍ଧକ୍ଷେତ୍ରକୁ ବିଦେଶକୁ ତପସ୍ୟା କାହିଁକି ଦିଆଯାଏ ନାହିଁ ବିଶେଷ କରି ନାରୀମାନଙ୍କ ଉପରେ ବିଶ୍ୱାସ କରାଯାଏ ନାହିଁ ଧନରେ କେହି ମୋର ମହାମାନ ଦେହକୁ ଦେବେ ନାହିଁ କାହିଁକି କଥା କହିଲି ଚାଣକ୍ୟ ପଦ୍ଧତି ଆଜ୍ଞା ଲେଖିଲେ କହିଲେ ନଦୀନାଞ୍ଚନ କ୍ଷୀଣାଞ୍ଚ ସେହି ନାରୀ ଯେତିକି ସୁନ୍ଦର ତେତିକି ମଧ୍ୟ ଆଜ୍ଞା ଘର ଭଡ଼ା ସେଟା ଆଜ୍ଞା ଅନେକ କଥା ଏଇଟା ବଡ଼ ଠାକୁର ବଳରାମ ଦୈବତ ପର୍ବତରୁ ଆସି ସମସ୍ତଙ୍କୁ ଆଜ୍ଞା ଲେଖୁଛନ୍ତି ହେଲେ ଭଗବାନ କୃଷ୍ଣ ଆଜ୍ଞା ପାଇଲେ ନାହିଁ ସମସ୍ତଙ୍କୁ ପଚାରିଦେଲେ ଆରେ ସାଙ୍ଗ ସାଙ୍ଗକେ ତୁମେମାନେ ଆସିଲ କୃଷ୍ଣ କାହିଁକି ଯେତେବେଳେ ଏ କଥା ଆଜ୍ଞା ବିଚାର କରୁଛନ୍ତି ଦ୍ୱାରକାରେ ଥାଇ ବନମାଳୀ କୃଷ୍ଣ ଆଜି ବିଚାର କଲେ ମୋରି ପରିବାରରେ ଆଜି ସମସ୍ତେ ଜଣେ ଜଣେ ଗର୍ଭ ଭାବ ପୋଷଣ କରିଛନ୍ତି
ଗରୁଡ଼ ଭାବୁଛି କେତେ ପକ୍ଷୀ ଆଘାତର ସମସ୍ତ ଲକ୍ଷ୍ୟମାନଙ୍କୁ ବିନାଶ କରିଛି ଠାକୁର ମୋର ଟିକେ ପ୍ରଶଂସା କଲେ ନାହିଁ ସୁଦର୍ଶନ ଚକ୍ର ଭାବୁଛି ଏଇ ଚକ୍ରରେ କେତେ ରାକ୍ଷସମାନଙ୍କୁ ବିନାଶ କରିଛି ହେଲେ ଠାକୁର ମୋର ଟିକେ ପ୍ରଶଂସା କଲେ ନାହିଁ କିନ୍ତୁ ସତ୍ୟଭାମା ସିଂହ ବିଚାର କରୁଛନ୍ତି ଆଜି ମୁଁ ଯଦି ପ୍ରଭୁଙ୍କ ସହିତ ନ ଯାଇଥାନ୍ତି ତାହେଲେ ଆଜି ଠାକୁରଙ୍କର ବିଜୟ ଲାଭ କରିପାରିନଥାନ୍ତେ ଠାକୁର ମୋତେ ଟିକେ ପ୍ରଶଂସା କଲେ ନାହିଁ ମାନ କରି ବସିଛନ୍ତି ମନରୁ ମାନକୁ କେମିତି ଆଜି ଦୂର କରିବେ ତାପରେ ଯାଇ ଆଜ୍ଞା ସାଥିରେ ଧରି ଦ୍ୱାରକାକୁ ଯିବେ ବାପା ଆପଣମାନେ ବୁଝିପାରୁଥିବେ କି ନାହିଁ ଆପଣମାନେ ଜାଣିଥିବେ ତ୍ରେତା ଯୁଗରେ ଥିଲେ ରାମ ଲକ୍ଷ୍ମଣ ସୀତା ତ୍ରେତା ଯୁଗରେ ଥିଲେ ତାଙ୍କର ଭକ୍ତ ମହାବୀର ବାୟୁପୁତ୍ର ମହାବୀର ଭଗବାନ ବର୍ତ୍ତମାନ ଦ୍ୱାପର ଯୁଗରେ ଆପଣମାନଙ୍କ ସମ୍ମୁଖରେ ରାମ କିଏ ସୀତା କିଏ ଲକ୍ଷ୍ମଣ କିଏ ସେଇ ଭକ୍ତ ମହାବୀର ହନୁମାନ ତେବେ ଦ୍ୱାପର ଯୁଗରେ ରାମ ସୀତା ଲକ୍ଷ୍ମଣ ଭକ୍ତାన్ని ଦର୍ଶନ କରିବ ସେ ତାଙ୍କ ତ୍ରେତା ଯୁଗରେ ଥିଲେ ଆଜି ଦ୍ୱାପର ଯୁଗରେ କେମିତି ଆସିବେ ଆପଣମାନେ ସେ ପର୍ଯ୍ୟନ୍ତ ଟିକେ ଆগে ଅପେକ୍ଷା କରିବେନି ଭାବରେ ସତ୍ୟଭାମା ଆଜି ମାନ କରୁଛନ୍ତି ଭଗବାନ କୃଷ୍ଣ ମନରୁ ମାନକୁ କେମିତି ଦୂର କରିବା ଆଜ୍ଞା ଡାକୁଛନ୍ତି ମଧୁର ମୁକ୍ତି ବାପା ମଧୁର ଭାଷା ଏଇ ତୁଣ୍ଡରେ ମଧୁର ଅଛି ଏଇ ତୁଣ୍ଡରେ ବିଷ ବି ଅଛି ଭାବରେ ଏଇ ତୁଣ୍ଡରେ ମିଠା ବି ଅଛି ଏଇ ତୁଣ୍ଡରେ ଖଟା ବି ଅଛି କେମିତି ଡାକିଲେ ନରେନ୍ଦ୍ର ଦରବାର କବି ହେଉଛନ୍ତି ବୀରକିଶୋର ଦାସ ହଁ ଚୌପଦୀ ମାଧ୍ୟମରେ ପଦ୍ଧତି ଆଜ୍ଞା ଲେଖିଲେ କେମିତି ଡାକିଲେ ଇଏ ମାନ କରି କିଏ ବସିଛନ୍ତି ଭାଗିବ ଦେଖିବା ସତ୍ୟଭାମା ଏ ସତ୍ୟା ଆସ ନା ବଡ ଭାଇ ବାପ ସହିତ ସମାନ ଗୁରୁଜନ ମାନଙ୍କ ସାମ୍ନାରେ କଥା କୁହାଯାଏ ନାହିଁ ସତ୍ୟଭାମା ଡାକୁଛନ୍ତି ଭଗବାନ କୃଷ୍ଣ ଡାକୁଛନ୍ତି କେମିତି ଆଜ୍ଞା ଡାକୁଛନ୍ତି ମା ନରେନ୍ଦ୍ର ଦରବାର କବି ହେଉଛନ୍ତି ବୀରକିଶୋର ଦାସ ଆସରେ 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 ভাই তোমার এমনি হবে আমার তো হয় না মা ଦେଖିଲେ ଆପଣଙ୍କ ଗ୍ରାମର ଅନେକ ଝିଅ ଅଛନ୍ତି ଆଚ୍ଛା ଏମିତି ସୁନ୍ଦର ଝିଅ ଅଛନ୍ତି तुम बिना बंची पारिबी ना थरटे मो कोळ पास तुम पाइले ये स्थान पाद बात घुंची बिना
ନାହିଁ जति पचारि सेति कोइ मनर मान दूर भी नहीं अपना सरटी डाकिले केमिति डाकिलो मनर मान केमिति दूर हेबो हां हमरे जे जा को भलो पाई थाए तो बड़ा भाषा कहले से तुम आस्मिता बाबू नहीं भलो मधुर भाषा दरकार स्नेह दरकार प्रेम दरकार हां से प्रेमटा केमिति का बाबू सुन सुन आस नास प्रिया